ସମସ୍ତେ ମତାମତ ଦେଇଛନ୍ତି ଏବଂ ପାର୍ଲାମେଣ୍ଟ ଆଫେୟାର୍ସ କମିଟିର ଜଣେ ସଦସ୍ୟ ମଧ୍ୟ ଆପଣମାନଙ୍କ ଆଗରେ ତାଙ୍କର ଉକ୍ତି ରଖିଛନ୍ତି। ଆମେ ସାର୍ଙ୍କୁ ସବୁ କଥା ଜଣାଇ ଦେଇଛୁ ଏବଂ ସାର୍ ଯାହା ନିଷ୍ପତ୍ତି ନେବେ ତାକୁ ଆମେ ମାନି ନେବୁ। ଆସନ୍ତାକାଲି ଭୋଟ୍ ଅଛି, ଆଉ ଆଜି ଭିତରେ ସବୁ କିଛି ଜଣାପଡ଼ିଯିବ। ତେଣୁ ଆପଣମାନେ ଟିକେ ଅପେକ୍ଷା କରନ୍ତୁ କ'ଣ ନିଷ୍ପତ୍ତି ହେବାକୁ ଯାଉଛି। ଶୁଣନ୍ତୁ, କୌଣସି ନିଷ୍ପତ୍ତି ନ ଜଣାଇବା ପୂର୍ବରୁ ଗୋଟେ ମନ୍ତବ୍ୟ ଦେବା, ଟିପ୍ପଣୀ ଦେବା ଏଟା ଠିକ୍ କଥା ନୁହେଁ। ତେଣୁ ମାନ୍ୟବର ଦଳର ନେତାଙ୍କ ଯାହା ନିଷ୍ପତ୍ତି ନେବେ ତାହା ଦଳ ଚାଲିବ, କିନ୍ତୁ ଆପଣମାନେ ଟିକେ ଅପେକ୍ଷା ରଖନ୍ତୁ। ଆଉ ଗୋଟେ କଥା, ତାକୁ ନେଇକି ପିସିସି ଆପଣଙ୍କୁ କାଉଣ୍ଟର କରୁଛନ୍ତି, ଆପଣଙ୍କ ବିଜେପିକୁ କାଉଣ୍ଟର କରୁଛନ୍ତି, ଆପଣଙ୍କ ଭିତରେ ମିଶିକି ଅଛନ୍ତି। ଏଇ ଯୋଉ କାଉଣ୍ଟର କରୁଛନ୍ତି, କାହିଁ କରୁଛନ୍ତି ମୁଁ ବି ଜାଣିପାରୁନି। ମୁଁ ସମସ୍ତଙ୍କୁ ପରାମର୍ଶ ଦେବି ଟିକେ ଧୈର୍ଯ୍ୟ ଧରିକି ଅପେକ୍ଷା ରଖିବାକୁ ପଡ଼ିବ। ଗୋଟେ ଫଳାଫଳ ନ ଆସିବା ପୂର୍ବରୁ କୌଣସି ମତ ମନ୍ତବ୍ୟ କେହି ବି ଦେବା ଉଚିତ ନୁହଁ। ଏମାନେ କାହିଁକି ଆଗୁଆ ଦେଉଛନ୍ତି ମୁଁ ଜାଣିପାରୁନି। ଆଧାର କ'ଣ ରହିଛି ତାଙ୍କର କଥା କହୁଛନ୍ତି? କେଜାଣି ସେ କେଉଁ ଆଧାରରେ କହୁଛନ୍ତି, ତାଙ୍କୁ ପଚାରିଲେ ଆପଣ ଜାଣିପାରିବେ। କିନ୍ତୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଟିକେ ଧୈର୍ଯ୍ୟ ଧରିକି ଅପେକ୍ଷା ରଖ।